ଏହି ଭିଡ଼ିଓରେ ଆମେ ପରିମେୟ ସଂଖ୍ୟାର ତୁଳନା ଶିଖିବା। କେମିତି ଆମେ ଜାଣିବା କି କେଉଁ ପରିମେୟ ସଂଖ୍ୟାଟି ବଡ଼ ଏବଂ କେଉଁ ପରିମେୟ ସଂଖ୍ୟାଟି ସାନ। ମୁଁ ଯଦି ତୁମକୁ ଗୋଟେ ପ୍ରଶ୍ନ ପଚାରିବି ଏବେ କି 43 ବଡ଼ ନା 77 ବଡ଼, ତୁମେମାନେ କହିପାରିବ 77 ବଡ଼। ସେମିତି ଯଦି ଏଠି ତୁମକୁ ମୁଁ ପଚାରିବି କି 6 ବିଭକ୍ତ 19 ବଡ଼ ନା 7 ବିଭକ୍ତ 13 ବଡ଼, କେମିତି ଆମେ ବାହାର କରିବା କି କେଉଁ ପରିମେୟ ସଂଖ୍ୟା ବଡ଼। ଦେଖ, এই ପରିମେୟ ସଂଖ୍ୟା ଇଏ ଗୋଟେ ଭଗ୍ନ ସଂଖ୍ୟା ଏବଂ ଆମେ ଭଗ୍ନାଂଶରେ ପଢ଼ିଛେ ଆମେ କ'ଣ କରିପାରିବା, ସଦୃଶ ଭଗ୍ନ ସଂଖ୍ୟା ବନେଇ ପାରିବା। ଏବେ ସଦୃଶ ଭଗ୍ନ ସଂଖ୍ୟା କ'ଣ, ଯାହାର ହର ସମାନ ହେଇଥିବ। ତେଣୁ 6 ବିଭକ୍ତ 19ର ହର କେତେ ଅଛି, 19 ଅଛି ଏବଂ 7 ବିଭକ୍ତ 13ର ହର ଅଛି 13। ତେଣୁ ମୁଁ କ'ଣ କରିବି, 19 ଏବଂ 13ର ଲସାଗୁ ବାହାର କରିବି। ଏବେ ମୁଁ ଜାଣିଛି 19 ଏବଂ 13 ଦୁଇଟି ଯାକ ମୌଳିକ ସଂଖ୍ୟା, ତେଣୁ ମୌଳିକ ସଂଖ୍ୟା କାହା ଦ୍ୱାରା ବିଭାଜ୍ୟ ହେବେ ନାହିଁ। ତେଣୁ ମୌଳିକ ସଂଖ୍ୟା ଦୁଇଟିର ଲସାଗୁ କେତେ ହେବ, ସେଇ ଦୁଇଟି ସଂଖ୍ୟାକୁ ଆମେ ଗୁଣିଦେବା। ଏବେ ଗୁଣଫଳ କେତେ ପାଇଲି, 247। ତେଣୁ ମୁଁ ଲେଖିପାରିବି 6 ବିଭକ୍ତ 19କୁ 19ରେ କେତେ ଗୁଣିଲେ ମୁଁ ପାଇବି 247। 19ରେ ଆମେ 13 ଗୁଣିଲେ ପାଇଲେ 247, ତେଣୁ ମୁଁ ଏଠି ଲେଖିବି 13 ଏବଂ ଉପରେ ଲବରେ ବି 13 ଗୁଣିବି। ହରରେ ଯେତିକି ଗୁଣିଲି ଲବରେ ସେତିକି ଗୁଣିବି। ଏବେ 13ରେ 6 ଗୁଣିଲେ କେତେ, 78। ତାପରେ 7 ବିଭକ୍ତ 13କୁ ମୁଁ ଲେଖିପାରିବି ସେମିତି 13ରେ କେତେ ଗୁଣିଲେ ହେବ 247। ଏବେ 13ରେ କେତେ ଗୁଣିଲେ 247, 19। ତେଣୁ ମୁଁ ଏଠି ଲେଖିବି 19। ତେଣୁ ଲବରେ ଏବେ 19 ଗୁଣିବି। 19ରେ 7 ଗୁଣିଲେ କେତେ, 133। ଆମେ ଏଇଠି କହିପାରିବା କେଉଁ ଭଗ୍ନ ସଂଖ୍ୟାଟି ବଡ଼। ଯେତେବେଳେ ହର ସମାନ ଥାଏ, ଯାହାର ଲବ ବଡ଼ ସେ ସଂଖ୍ୟାଟି ବଡ଼। ଦେଖ, କେଉଁ ସଂଖ୍ୟାର ଲବ ବଡ଼ ଅଛି, 133 ବିଭକ୍ତ 247ର ଲବ ବଡ଼। ତେଣୁ 7 ବିଭକ୍ତ 13ଟି ବଡ଼ ହେବ। ଏବେ ଆମ ପାଖରେ ଆଉ ଗୋଟେ ପ୍ରଶ୍ନ ଅଛି, 2 ପୂର୍ଣ୍ଣ 5 ବିଭକ୍ତ 6 ଏବଂ 3 ପୂର୍ଣ୍ଣ 3 ବିଭକ୍ତ 4। ଏବେ ଏଇ ଦୁଇଟି ପରିମେୟ ସଂଖ୍ୟାରୁ କେଉଁ ସଂଖ୍ୟାଟି ବଡ଼, ଆମକୁ ସେଇଟା ବାହାର କରିବାକୁ ହେବ। ଏବେ ଆମେ ସଂଖ୍ୟାରେଖା ବ୍ୟବହାର କରି ଦେଖିବା କେଉଁ ପରିମେୟ ସଂଖ୍ୟାଟି ବଡ଼। ସଂଖ୍ୟାରେଖାରେ ଆମେ କେମିତି ଜାଣିବା କେଉଁ ସଂଖ୍ୟାଟି ବଡ଼, ଯେଉଁ ସଂଖ୍ୟାଟି ଡାହାଣ ପଟରେ ରହିବ ସେ ସଂଖ୍ୟାଟି ବଡ଼ ରହିବ। ତେଣୁ ଆମେ ଏଇ ଦୁଇଟି ସଂଖ୍ୟାକୁ ସଂଖ୍ୟାରେଖାରେ ରଖିବା, ଦେଖିବା ଯେଉଁ ସଂଖ୍ୟାଟି ଡାହାଣରେ ରହୁଛି ସେ ସଂଖ୍ୟାଟି ବଡ଼। ଏବେ 2 ପୂର୍ଣ୍ଣ 5 ବିଭକ୍ତ 6, ଏଠି ପୂର୍ଣ୍ଣ ସଂଖ୍ୟା ଅଛି 2, ତେଣୁ ଏ ସଂଖ୍ୟାଟି 2ରୁ 3 ଭିତରେ ରହିବ ଏବଂ ଏ ସଂଖ୍ୟାଟି 3ରୁ 4 ଭିତରେ ରହିବ, କାରଣ ପୂର୍ଣ୍ଣ ସଂଖ୍ୟା ଏଠି ଅଛି 3। ତେଣୁ ଏ ସଂଖ୍ୟାଟି 3ରୁ ବଡ଼ ହେବ ଏବଂ 4ରୁ ସାନ ହେବ। ତେଣୁ ମୁଁ ଏଠି ବାମ ପଟେ ନେଉଛି 0, 1, 2, 3, 4। ପ୍ରଥମେ 2 ପୂର୍ଣ୍ଣ 5 ବିଭକ୍ତ 6, ଏହାକୁ ଆମେ ଲେଖିପାରିବା 2 ଯୁକ୍ତ 5 ବିଭକ୍ତ 6। ଏବେ 2 ପାଇଁ ଆମେ 2 ଏକକ ଡାହାଣକୁ ଗଲେ ଏବଂ 5 ବିଭକ୍ତ 6 ପାଇଁ ମୁଁ କ'ଣ କରିବି, 2 ଏବଂ 3କୁ 6 ଭାଗ କରିବି, ସେଥିରୁ 5 ଭାଗ ନେବି। ତେଣୁ ମୁଁ 6 ଭାଗ କରିବି, ସମାନ 6 ଭାଗ। 2, 3, 4, 5, 6। 6 ଭାଗରୁ ମୋତେ 5 ଭାଗ ନେବାର ଅଛି, 1, 2, 3, 4, 5। ତେଣୁ ଏଇ ବିନ୍ଦୁର ମାନ ହେବ କେତେ, 2 ପୂର୍ଣ୍ଣ 5 ବିଭକ୍ତ 6। ସେମିତି 3 ପୂର୍ଣ୍ଣ 3 ବିଭକ୍ତ 4 ପାଇଁ ମୋତେ 0ରୁ 3 ଏକକ ଡାହାଣକୁ ଯିବାକୁ ପଡ଼ିବ। 3 ଏକକ ଡାହାଣକୁ ଗଲା ପରେ ମୋତେ 3 ଏବଂ 4କୁ 4 ଭାଗ କରିବାର ଅଛି, କାରଣ 3 ବିଭକ୍ତ 4, ତାମାନେ 4 ଭାଗରୁ 3 ଭାଗ। ତେଣୁ ମୁଁ ଏଠି କ'ଣ କରିବି, 4 ଭାଗ କରିବି। 4 ଭାଗ କରିଦେଲେ ଏଥିରୁ ମୁଁ 3 ଭାଗ ନେବି, 1, 2, 3। ତେଣୁ ଏଇ ବିନ୍ଦୁଟିର ମାନ ହେବ କେତେ, 3 ପୂର୍ଣ୍ଣ 3 ବିଭକ୍ତ 4। ଏବେ କେଉଁ ପରିମେୟ ସଂଖ୍ୟାଟି 0ରୁ ଅଧିକା ଡାହାଣରେ ଅଛି, 3 ପୂର୍ଣ୍ଣ 3 ବିଭକ୍ତ 4। ତେଣୁ 3 ପୂର୍ଣ୍ଣ 3 ବିଭକ୍ତ 4ଟି ବଡ଼ ହେବ 2 ପୂର୍ଣ୍ଣ 5 ବିଭକ୍ତ 6 ଠାରୁ। ଏଠି ପ୍ରଥମ ସଂଖ୍ୟାରେ ପୂର୍ଣ୍ଣ ସଂଖ୍ୟା କେତେ ଥିଲା, 2 ଏବଂ ଦ୍ୱିତୀୟ ସଂଖ୍ୟାରେ ପୂର୍ଣ୍ଣ ସଂଖ୍ୟା କେତେ ଅଛି, 3। ଏବେ 2 ବଡ଼ ନା 3 ବଡ଼, 3 ବଡ଼। ତେଣୁ 3 ପୂର୍ଣ୍ଣ 3 ବିଭକ୍ତ 4 ବଡ଼ ହେବ। ଇଏ ବି ଗୋଟେ ଟ୍ରିକ୍, ଏ ଟ୍ରିକ୍ ବି ତୁମେ ମନେ ରଖିପାରିବ। ଏବେ ଆମ ପାଖରେ ଆଉ ଦୁଇଟି ପରିମେୟ ସଂଖ୍ୟା ଅଛି ଏବଂ ଆମେ ଦେଖିବା ଏଇ ଦୁଇଟି ପରିମେୟ ସଂଖ୍ୟା ଭିତରେ କେଉଁ ସଂଖ୍ୟାଟି ବଡ଼ ଅଛି। ପ୍ରଥମେ ଆମେ ଏହାକୁ ସଦୃଶ ଭଗ୍ନ ସଂଖ୍ୟା ବନେଇବା। ଦେଖ, ପ୍ରଥମ ସଂଖ୍ୟାର ହର ଅଛି 6 ଏବଂ ଦ୍ୱିତୀୟ ସଂଖ୍ୟାର ହର ଅଛି 9। ଏବେ 6 ଏବଂ 9ର ଲସାଗୁ କେତେ ହେବ, 3ରେ ହରିବା, 3 ଦୁନେ 6, 3 3 9 ଏବଂ ଲସାଗୁ କେତେ, 3 ଗୁଣନ 2 ଗୁଣନ 3। 3ରେ 2 ଗୁଣିଲେ କେତେ, 6, 6 3 18। ତେଣୁ ଲସାଗୁ ହେଲା 18। ଏବେ ମୁଁ କ'ଣ କରିବି, -13 ବିଭକ୍ତ 6 ସମାନ ମୁଁ
ଆର ହରକୁ 18 ବନେଇବି। ଲସାଗୁ ଯେତିକି ବାହାରିଲା 6ରେ କେତେ ଗୁଣିଲେ 18 ହେବ 3 ଗୁଣିଲେ 18, ତେଣୁ ମୁଁ ଏଠି ଲେଖିବି 3। ସେମିତି ଲବରେ ବି 3 ଗୁଣିବି -13 ଗୁଣନ 3 -39 ବିଭକ୍ତ 18। ସେମିତି -19 ବିଭକ୍ତ 9କୁ ମୁଁ କ'ଣ କରିବି 9ରେ କେତେ ଗୁଣିଲେ ହେବ 18 ଆମ ଲସାଗୁ। 9ରେ କେତେ ଗୁଣିଲେ 18, 9ରେ 2 ଗୁଣିଲେ 18, 9 ଦୁନେ 18। ତେଣୁ ହରରେ ଯେହେତୁ 2 ଗୁଣିଲି ଲବରେ ବି 2 ଗୁଣିବି, ତେଣୁ ଲେଖିବି -19 ଗୁଣନ 2, 19ରେ 2 ଗୁଣିଲେ କେତେ 38 -38 ବିଭକ୍ତ 18। ଏବେ ପିଲାମାନେ କହିଲ କେଉଁ ସଂଖ୍ୟାଟି ବଡ଼ ହେବ? ଯେତେବେଳେ ହର ସମାନ ଥାଏ ଆମେ ଜାଣିଛେ ଲବ ଯାହାର ବଡ଼ ସେ ସଂଖ୍ୟାଟି ବଡ଼। ଏବେ -39 ବଡ଼ ନା -38 ବଡ଼? -38 ବଡ଼। ତେଣୁ -19 ବିଭକ୍ତ 9 ବଡ଼ -13 ବିଭକ୍ତ 6 ଠାରୁ।